ବାଇକ୍ ଦୁର୍ଘଟଣାରେ ଜଣେ ମୃତ, 3 ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର କପାସିରା ଶିବ ମନ୍ଦିର ନିକଟରେ ଗତକାଲି ସନ୍ଧ୍ୟାରେ ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ 3 ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଗତକାଲି ବିଳମ୍ବିତ ରାତିରେ ବୁର୍ଲା ବଡ଼ ମେଡିକାଲକୁ ପଠାଯାଇଛି। ମିଳିଥିବା ସୂଚନା ଅନୁସାରେ ମେଣ୍ଡା ଫାଣ୍ଡି ଗ୍ରାମର ଚିଙ୍କୁ ଦଳବେହେରା, ଯାହାଙ୍କ ବୟସ 28 ବର୍ଷ ଏବଂ ତାଙ୍କ ଭାଇ ରିଙ୍କୁ, ଯାହାଙ୍କ ବୟସ 26 ବର୍ଷ, ଭଉଣୀ ଘର କପାସିରାକୁ ଆସିଥିଲେ। ସନ୍ଧ୍ୟାରେ ଗାଧୋଇବାକୁ ଏକ ବାଇକ୍ରେ ଗୁରାଣ୍ଡି ନାଳକୁ ଯାଇଥିଲେ। ବିପରୀତ ଦିଗରୁ ଡୁଡୁକା ବ୍ଲକ ଆଗଲପୁର ଥାନା ଅନ୍ତର୍ଗତ ଛେଲଖାଇ ଗ୍ରାମର ଶାଶ୍ୱତ ବେହେରା ଅନ୍ୟ ଏକ ବାଇକ୍ରେ ଆସୁଥିଲେ। ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ କପାସିରା ଗ୍ରାମର ସାହିଲ ପୁଟେଲ ନାଳ ଆଡ଼କୁ ଚାଲି ଚାଲି ଯାଉଥିବା ବେଳେ ଉଭୟ ବାଇକ୍ ଧକ୍କାରୁ ସେ ଧକ୍କା ଖାଇ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଶାଶ୍ୱତ ବେହେରାଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ 3 ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତରିତ କରିଛନ୍ତି। ଡାକ୍ତରଖାନା ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଡୁଙ୍ଗୁରିପାଲି ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛି।